ଆଜି ଜାନୁଆରୀ 26 ସାଧାରଣତନ୍ତ୍ର ଦିବସ ଅବସରରେ ମୋହନାର ବିଭିନ୍ନ ସ୍ଥାନରେ ଦେଶକୁ ସମ୍ମାନ ଉଦ୍ଦେଶ୍ୟରେ ତିରଙ୍ଗା ପତାକା ଉତ୍ତୋଳନ କରାଯାଇଛି। ସେହିପରି ମୋହନା ଜର୍ଣ୍ଣାଲିଷ୍ଟ ୟୁନିୟନ ଦ୍ୱାରା ପତାକା ଉତ୍ତୋଳନ କରାଯାଇଛି। ୟୁନିୟନ ସଭାପତି ଶ୍ରୀ ଗଣେଶ ଚନ୍ଦ୍ର ବିଷୋୟୀ ଓ ମୋହନା ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା। ଶ୍ରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ସାଧାରଣତନ୍ତ୍ର ଦିବସ ଉପରେ ନିଜର ମତ ପ୍ରକାଶ କରିବା ସହ ସାଧାରଣତନ୍ତ୍ର ଦିବସ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। ଦେଶ ମାତୃକା ନିମନ୍ତେ ଜାତୀୟ ସଙ୍ଗୀତ ଗାନ କରି ସଭା ସମ୍ପନ୍ନ କରାଯାଇଥିଲା। ଏପରି ମୋହନା ଯୁବକ ସଂଘରେ ମଧ୍ୟ ସଂଘର ସଦସ୍ୟ ଓ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ଯୁବକ ସଂଘ ସଭାପତି ଅଜିତ କୁମାର ପାତ୍ର ପତାକା ଉତ୍ତୋଳନ କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ବହୁ ଧୁମଧାମରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ସେହିପରି ମୋହନାର ବିଭିନ୍ନ ସରକାରୀ ଅନୁଷ୍ଠାନରେ ମଧ୍ୟ ସାଧାରଣତନ୍ତ୍ର ଦିବସ ଅତି ଆଡ଼ମ୍ବରରେ ପାଳନ କରାଯାଇଛି। ଯେପରିକି ଏକ୍ସରସାଇଜ ଡିପାର୍ଟମେଣ୍ଟ, ଥାନା, ତହସିଲ, ବ୍ଲକ, କୋର୍ଟ ଇତ୍ୟାଦି ସମସ୍ତ ସରକାରୀ ସ୍ଥାନରେ ଅତି ଆଡ଼ମ୍ବର ଭାବେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିବା ବେଳେ ମୋହନା ହାଇସ୍କୁଲ ପଡ଼ିଆରେ ମୋହନା ଜର୍ଣ୍ଣାଲିଷ୍ଟ ୟୁନିୟନ ସଭାପତି ଶ୍ରୀ ଗଣେଶ ଚନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ପ୍ୟାରେଡ୍ ଅତି ଆଡ଼ମ୍ବରରେ ପାଳନ କରାଯାଇଛି।